ମୋ ପରୀକ୍ଷା ପାଖେଇ ଆସିଲାଣି ଜେଜେମା। ମୋତେ ବହୁତ ଡର ଲାଗୁଛି। କାହିଁକି ଡରୁଛୁ ମା? ଯଦି ଭଲ ନମ୍ବର ନ ଆସେ ସବୁଠି ଲୋକେ କ'ଣ କହିବେ? ମା, ପରୀକ୍ଷା କେବଳ ତୋର ପରିଶ୍ରମର ପରୀକ୍ଷା, ତୋର ମୂଲ୍ୟର ନୁହେଁ। ଚାଷୀ ଯେତେବେଳେ ମାଟିରେ ସ୍ୱପ୍ନର ବୀଜ ରୋପଣ କରେ ତାକୁ ତୁରନ୍ତ ଫଳ ମିଳେ ନାହିଁ, କିନ୍ତୁ ସେ ଧୈର୍ଯ୍ୟର ସହ ଅପେକ୍ଷା କରେ। ତୋର ପଢ଼ା ହେଉଛି ସେ ବୀଜ, ତୋର ପରିଶ୍ରମ ହେଉଛି ସେ ସିଞ୍ଚନର ଜଳ, ତୋର ବିଶ୍ୱାସ ହେଉଛି ସୂର୍ଯ୍ୟଙ୍କ ଆଲୋକ। ଯଦି ମୁଁ ଫେଲ୍ ହୋଇଯାଏ? ମା, ଜୀବନରେ ପାସ୍ ଆଉ ଫେଲ୍ ଲାଗି ରହିବ। ତା ମାନେ ନୁହେଁ କି ଆମେ ଚେଷ୍ଟା ନ କରି ହାର ମାନିଯିବା। ଜୀବନରେ ଅନେକ ଲୋକ ପରୀକ୍ଷାରେ ଅସଫଳ ହୋଇଛନ୍ତି, କିନ୍ତୁ ସେଇ ଅସଫଳତା ତାଙ୍କୁ ଆଗକୁ ବଢ଼ିବା ପାଇଁ ଶିଖେଇଛି। ସବୁବେଳେ ପରୀକ୍ଷା ହଲ୍ରେ ବସିବା ବେଳେ ମନରେ ଭାବିବୁ, ମୁଁ ମୋର ସର୍ବୋତ୍ତମ ଦେବି, ବାକି ଫଳ ଭଗବାନଙ୍କ ଉପରେ। ମା, ନମ୍ବର ତୋର ପରିଚୟ ନୁହେଁ, ଚରିତ୍ର ହେଉଛି ତୋର ପ୍ରକୃତ ପରିଚୟ। ମନ ଲଗାଇ ପଢ଼, ଆତ୍ମବିଶ୍ୱାସରେ ଲେଖ, ଫଳକୁ ଭଗବାନଙ୍କ ଉପରେ ଛାଡ଼ିଦେ। ବିଶ୍ୱାସ ରଖ, ପରିଶ୍ରମ କର। ଅସଫଳତା ଶେଷ ନୁହେଁ, ତାହା ହେଉଛି ନୂତନ ଆରମ୍ଭ।